ଏକରେ ଅଳିଆ ଉଠିବା ସମ୍ପର୍କରେ ସେଠି ଟିକେ ଆଞ୍ଚଳିକ ସ୍ତରରେ ସମସ୍ୟା ଅଛି। ସେ ସମସ୍ୟା ହେଉଛି ସେମାନେ କେତେକ ଯୁକ୍ତି ବାଢ଼ିଥିଲେ ଆମ ରାସ୍ତା ଦରକାର, ବସ୍ତି ପାଇଁ ପଟ୍ଟା ଦରକାର, ସେ ବ୍ୟବସ୍ଥା କରାଯାଇଛି। ତାଙ୍କର ବାଉଣ୍ଡ୍ରି କରିବା ପାଇଁ ବି ପ୍ରସ୍ତାବ ରଖିଛନ୍ତି। ଆମେ ଗୋଟିଏ ପରେ ଗୋଟିଏ ଅଗ୍ରଗତି କରୁଛୁ। ପାଖାପାଖି ଆମେ ସେଥିରେ କେଇ କୋଟି ଟଙ୍କାର ପ୍ରୋଜେକ୍ଟ ନେଇକି ଅଗ୍ରସର ହେଇଛୁ। ସେମାନେ ବନ୍ଦ କରୁଛନ୍ତି, 3-4 ଦିନ ସଙ୍କଟ ତିଆରି ହେଇଛି। ଆମେ ଗଭର୍ଣ୍ଣମେଣ୍ଟ ସହିତ ଆଲୋଚନା କରୁଛୁ। ଆଜି ନିଷ୍ପତ୍ତି କରୁଛୁ ଗଭର୍ଣ୍ଣମେଣ୍ଟ ସହିତ ଆଲୋଚନା କରିକି ତାକୁ ଦୂର କରିବା ପାଇଁ ଆମେ ସମସ୍ୟାକୁ ସମାଧାନ କରି ଚେଷ୍ଟା କରୁଛୁ। ଯେହେତୁ ସେମାନେ ଛାଡ଼ୁନାହାନ୍ତି ଅଳିଆ, ସେଠିକାର ସରପଞ୍ଚ ଅଛନ୍ତି, ଜିଲ୍ଲା ପରିଷଦ ଅଛନ୍ତି, ସେଠିକାର ସ୍ଥାନୀୟ ସାହି ବାସିନ୍ଦା ଅଛନ୍ତି, ତାଙ୍କ ସହିତ କୋର୍ଡିନେସନ୍ କରାଯାଉଛି ଏବଂ ଆମେ 3-4 ଥର କୋର୍ଡିନେସନ୍ ହେଇ ଗୋଟେ ରାଜିନାମା ତାଙ୍କ ସହିତ ହେଇଥିଲା। ସେ ରାଜିନାମା ଭିତ୍ତିରେ ପ୍ରସ୍ତାବ ଭିତ୍ତିରେ ଆମେ କିଛି କାମ କରିକି ଆଗକୁ ଯାଇଛୁ। ଆଜି ଦିନରେ ଯଦି କାମ ବନ୍ଦ କରୁଛନ୍ତି ଏଇଟା ସଙ୍କଟ ବଢ଼ୁଛି। ତେଣୁ ପୂଜା ପର୍ବଟି ଆସୁଛି, ତାକୁ ସରକାରଙ୍କ ସହିତ ଆଲୋଚନା କରି ତୁରନ୍ତ ସମାଧାନ କରିବା ପାଇଁ ଆମେ ଚେଷ୍ଟାରେ ଆରେ ନିଶ୍ଚିତ କଟକବାସୀ ଭଲ ଅନୁମତି ନେଇ ଫେରିବେ। ଆମେ ଏଥର ପୂଜାକୁ ବି ଆମେ ମାନେ ସବୁ ବିଭାଗ ଲାଇନ୍ ଡିପାର୍ଟମେଣ୍ଟ ସହିତ କୋର୍ଡିନେସନ୍ କରୁଛୁ। ଭୁବନେଶ୍ୱର ଗୋଟେ ଉଚ୍ଚସ୍ତରୀୟ ମାନ୍ୟବର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବି ହୋଇଥିଲା। ଆମେ ସମସ୍ତେ କଟକ ସମସ୍ୟା ସମ୍ପର୍କରେ ଆମେ ସବୁ ଆଶ୍ଚର୍ଯ୍ୟ ହେବେ। କଟକରେ ରୋଡ୍ ଆରାନିବିର ରୋଡ୍ ହେଉଛି 200 କିଲୋମିଟର କଟକ ଟାଉନ୍ ଭିତରେ, 200 କିଲୋମିଟର ପାଖାପାଖି କେବଳ ସିଡିଏରେ ଆରାନିବିର ରୋଡ୍ ହେଉଛି 69 କିଲୋମିଟର। ତେଣୁକରି ସବୁ ବିଭାଗକୁ ଆମେ କୋର୍ଡିନେଟ୍ କରୁଛୁ। ଏ ସମସ୍ୟା ସମାଧାନ କରିବୁ। ଆଗାମୀ 15 ତାରିଖ ଦିନ ମଧ୍ୟ ଟାଟା ପାୱାରଠୁ ଆରମ୍ଭ କରି କେବୁଲ ସମସ୍ତେ ଆସୁଛନ୍ତି। ଆପଣମାନଙ୍କ ନିବେଦନ ଅଛି ରହିବେ ସେଦିନ 15 ତାରିଖ 4:30 ବେଳକୁ ଶହୀଦ ଭବନରେ ଆମେ ପୁରା ଫାଇନାଲ ମିଟିଂ, ପ୍ରଶାସନିକ ମିଟିଂ ସେଠି ଶେଷ ହେବ। ରାସ୍ତାଘାଟ କାମ ଆମର ପୁରା ଟେଣ୍ଡର ସବୁ ଦିଆଯାଇଛି। କାମ ତୁରନ୍ତ ମେନ୍ ରୋଡ୍ କାମ ଚାଲିଛି। ସବୁ ଲାଇନ୍ ଡିପାର୍ଟମେଣ୍ଟ ସେଥିରେ ଅଛି, NHI ଅଛି, ସେଥିରେ RNB ଅଛି, ଜଳ ସମ୍ପଦ ବିଭାଗ ଅଛି, ରେଳବାଇ ଅଛି ଏବଂ CMC ଅଛି। ଆମେ ସମସ୍ତେ ମିଶିକି ଆମେ ତାକୁ ଅନୁଧ୍ୟାନ କରୁଛୁ, ସମସ୍ତଙ୍କୁ ମିଟିଂ ଡାକୁଛୁ, କୋର୍ଡିନେସନ୍ କରୁଛୁ। ତାଙ୍କୁ କାଲି ଗତ ରାତି 8ଟା ପର୍ଯ୍ୟନ୍ତ କାଲି କୋର୍ଡିନେସନ୍ ମିଟିଂ ଥିଲା ସେମାନଙ୍କର ପ୍ରଶାସନିକ ସ୍ତରରେ ଏବଂ ପ୍ରାୟ ସରିଗଲାଣି। କାମ ଜୋରଦାର ଆରମ୍ଭ ହେଉଛି। ଆମେ ଯେମିତି ହଉ 22-25 ସୁଦ୍ଧା ଭସାଣି ଅଛି 3 ତାରିଖରେ। ତା ପୂର୍ବରୁ ଆମେ ରୋଡ୍ ଫୋଡ୍ ପୂଜା 27 ତାରିଖ ଭିତରେ ଆମେ କାମ ପ୍ରାୟ ସବୁ ସାରିଥିବୁ। ସେ ଆରେଞ୍ଜମେଣ୍ଟରେ ମହାନଗର ନିଗମ ଅଛି ଆଉ ରାଜ୍ୟ ସରକାର ସହିତ କୋର୍ଡିନେସନ୍ କରି ସବୁ ବିଭାଗ ଲାଇନ୍ ଡିପାର୍ଟମେଣ୍ଟ ସହିତ କୋର୍ଡିନେସନ୍